ଦେଖ ଦେଖା ଆଇକି ଦେଖା। ହଁ ତମ ବୋଉ 15 ଜଣ ଜନ୍ମ କରିଥିଲେ। ତମର ତମ ଘର କୋଉଠି? ତମ ବାପ ଘର କୋଉଠି? ତମ ଯୋଉ ବୋଉ 15 ଜଣ ଜନ୍ମ କରିଥିଲେ ତାଙ୍କ ନାଁ ସବୁ କଣ? ବଡ କିଏ? ତମ ବଡ ଭାଇ ଭଉଣୀ କିଏ? ସବୁଠୁ ବଡ କିଏ ତମର? ଉପରେ କିଏ? ଭାଇ ନା? ହଁ ତାଙ୍କ ନାଁ କଣ? ଶଙ୍କର ରଥ। ଆଚ୍ଛା ବାଙ୍କିରେ ଅଛନ୍ତି? ମଲେଣି। ଆଚ୍ଛା ତାପରେ ଦେଖାଯାଉ। ହଁ ତାଙ୍କ ପରେ କିଏ? ତାପରେ ତମେ? ନାଇଁ ଶଙ୍କର ରଥଙ୍କ ପରେ ତମେ? ତମ ନାଁ କଣ? ଦୁଃଖୀ ରଥ? ତମ ନାଁ କଣ? ନା ସ୍କୁଲ ଯାଇଛ ତମେ? ନାଇଁ ତମ ନାଁ ଖାଲି ମୁଣ୍ଡରେ ହେଇଥିଲା ତମର ବାପା ନନା ବୋଉ ତମ କଣ ଡାକୁଥିଲେ? ଅଲି। ସ୍କୁଲ ଯାଇଥିଲ? ଏଇଟା ଆସେ ଆମର ହଁ ସାରି ସ୍କୁଲରେ ତମକୁ କଣ ଡାକୁଥିଲେ? ପାଠ ପଢିବି ବୁଲାନି ଅଡୁଆ ହେଇଯିବ। ହଁ ତା ପଚାର ରେକର୍ଡିଂ ରଖିଥିବ ଗୋଟେ ପଚାର କଥାଟା ମଝିରେ ମଝିରେ ପଜ କରିପାରିବୁ ତ? ହଉ ତମର ବଡ ଭାଇ ହେଲେ ଯିଏ ସିଏ ହେଲେ କଣ? କୋଉ ରଥ କହିଲ? ବଡ ଭାଇ ନା କଣ? ବଡ ଭାଇ ନାଁ କଣ? ଶଙ୍କର ରଥ। ଆଚ୍ଛା ସବୁଠୁ ବଡ ଭାଇ କିଏ? ତାଙ୍କ ନାଁ କଣ? ଆଚ୍ଛା ତମ ପୁରା କେତେ 18ଟା ଜନ୍ମ କରିଥିଲେ କହୁଥିଲେ ତମ ବୋଉ? ତାଙ୍କ ନାଁ ସବୁ କଣ? 15ଟା। ତାଙ୍କ ନାଁ ସବୁ କଣ କହ? ଶଙ୍କର ରଥ ଜଣେ ହେଲେ ଅଲି ରଥ। ପିଲାବେଳେ ମରିଯାଇଥିଲେ। ବଞ୍ଚିଲେ 2 ଜଣ? ଯୋଡିଏ ବଞ୍ଚିଲା। ଆଚ୍ଛା ଆଉ ସେ ବଡ ଭାଇ ନା କୋଉଠି ରହିଲେ? ପୁରୀ ଯାଇଥିଲେ 18 କଣ ସଂଗାତ କଣ ବସିବାକୁ। ଜାଣିଛି ମୁଁ ତାକୁ ଜାଣିଛି। ହଇରାଜପୁର ତ ମାମୁଁ ଘର ପୁରା ଆମର ଯୋଉ ମାମୁଁ ଘର ଯୋଉ ଏଇ ସୁନା ଆଇ ଘର ତ? ସିଏ ହଉଛି ଗୋପାଳପୁର। ହଁ ସିଏ ଅଜାଙ୍କର ଭଉଣୀ ସିଏ। ହଁ ସୁନା ଆଇ ଅଜାଙ୍କ ଭଉଣୀ। ହଉ ମଝିରେ ଏଠିକି। ଆଚ୍ଛା ତମର ବର୍ତ୍ତମାନ ନନା କେତେ ଜଣ କୁହ? ତମର ଯୋଉ କେତେ ଜଣ ବାପା ନନା କେତେ ଜଣ? ନା ତମର ନନା କେତେ ଜଣ? 5 ଜଣ ପୁରା କହୁଥିଲ। ଜଣେ ଜନ୍ମ କରିଛନ୍ତି? ଜଣେ ଜନ୍ମ କରିଥିଲେ? ହଁ ନାଇଁ ତମର ଜନ୍ମ କରିଥିଲେ ଜଣେ ନନା ସେଇ ଜନ୍ମ। ଆଉ ଜଣେ ମାମୁଁ ଘର ତମକୁ ପୁଅ ଝିଅ କରିକି ଆଣିଲେ ସିଏ ଜଣେ ନନା ବୋଉ ହେଲେ। ଆଉ କିଏ? ଆଉ ରହିଲେ ତମର ଶାଶୁ ଶ୍ୱଶୁର ଜଣେ? ହଁ ଆଉ ଶାଶୁ ଶ୍ୱଶୁର ଜଣ ପରେ ତାଙ୍କର ଅଜାଙ୍କର ଆଉ ଜଣେ କିଏ ଆଗରୁ ଯୋଉ ମରିଯାଇଥିଲେ ତାଙ୍କର ସିଏ ତାଙ୍କ ବାପା ମା ଆଉ ନନା ବୋଉ ହେଲେ। ନାଇଁ ତମର ଯୋଉ ନନା ବୋଉ କେତେ ଜଣ କହୁଛି? ତମର ଜନ୍ମ କରିଛି ନନା ବୋଉ ଯୋଉ ହଇରାଜପୁର ଜଣେ, ତାପରେ ମାମୁଁ ଆଣିଲେ ତାଙ୍କୁ ଝିଅ କରିକି ତୁଳସୀପୁର ଅଜା। ହଁ ସିଏ ହେଲେ ବାପା ମା ହେଲେ ସିଏ 2 ଜଣ। ଆଉ ତମକୁ ଆଉ କିଏ ନନା ବୋଉ? ହଁ 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 ତାଙ୍କ ଝିଅ ମରିଗଲା ତମକୁ ରଖିଲେ ସିଏ ହେଲା ନନା ବୋଉ। ଆଚ୍ଛା ତାଙ୍କୁ ଆଣିକି ତମ ବାହାଘର କଲେ? ନାଇଁ 4ଟା ହେଲା ଆଉ 3ଟା ହେଇଗଲା ସିଏ। ତାପରେ ଶାଶୁ ଶ୍ୱଶୁର ଆସିକି ରହିଲ ସିଏ ହେଲେ ନନା ବୋଉ 4 ଜଣ ହେଲେ। 4 ଜଣ ବାପା ମା ତମର ହେଲେ। 4 ଜଣ ବାପା ମା ହେଲେ। ଜଣେ ଯୋଉ ଜନ୍ମ କରିଥିଲେ ବାପା ମା ହଇରାଜପୁର ଆଉ ହଁ ସାରିଆ। ଭଗିଆ ତମ ନନାଙ୍କ ନାଁ ଭଗିଆ। ନନାଙ୍କ ନାଁ କଣ? ତମ ନନାଙ୍କ ନାଁ କଣ? କଣ୍ଠରଥ ନୀଳକଣ୍ଠ ନା କଣ? ହଁ ନୀଳକଣ୍ଠ ହେଇଥିବ।
ଆଚ୍ଛା ସାରିଆ ନୀଳକଣ୍ଠ ତମ ଭାଇଙ୍କ ନା ଶଙ୍କର ବାସ ନନ୍ଦେ ପ୍ରଭାତ ନନ୍ଦେ ଚନ୍ଦ୍ରଶେଖର ନନ୍ଦେ ହଁ ପକ୍କା ଦାଦା ଆଉ ତାଙ୍କ ଘର କୁଆଡେ ଏଇ ଯୋଉ ନନ୍ଦ ଯିଏ ତମକୁ ଝିଅ କଲେ ଯୋଉଠି ରହିଛି ଯୋଉଠି ଅଛୁ ଆମେ ସେ ଘର ତମେ ଆଚ୍ଛା ଅଜାଙ୍କ ଘର ତାହେଲେ ଅଜାଙ୍କ ଘର ହେଲା ଇଆଡେ କଣ କେନ୍ଦୁମୁଣ୍ଡି ନା କୋଉ ଜାଗା ଏଟା କାଳିପୋଇ କାଳିପୋଇ କାଳି ଘର ଯୋଉ ହେଇକି ଆସିକି ଥିଲା ଅଜା ଘର ଯାଇକି ଆସିକି ଥିଲେ ତାଙ୍କ ସ୍ତ୍ରୀ ମରି ଯାଇଥିଲେ ସେତେବେଳୁ ତାଙ୍କର କିଏ ପିଲା ଛୁଆ ନଥିଲେ ସେ ଯୋଉ ପ୍ରଥମ ପିଲା ପିଲି ନଥିଲା ନଥିଲେ ହଁ ମତେ ଆଉ ଥରେ ବାହା କଲେ ହୁଁ ହଁ ତମକୁ କେତେ ବର୍ଷ ଭିତରେ ହେଇଥିଲା 12 ବର୍ଷ ହେଇଥିଲା 12 ବର୍ଷ ବାହା ହେଇଥିଲା 16 ବର୍ଷ ସଚି ମାସି ଜନ୍ମ ସଚି ମାସି ପରେ ଶାନ୍ତି ମାଉସୀ ଜନ୍ମ କେତେବେଳେ ହେଲା ଶାନ୍ତି ମାଉସୀ କେତେବେଳେ ଜନ୍ମ ହେଲେ କେତେ ବର୍ଷରେ ମନେ ନାହିଁ ଶାନ୍ତି ମାଉସୀ ପରେ ଆସିଲେ କିଏ ଶକୁନ୍ତଳା ମାଉସୀ କୁନ୍ତି ମାଉସୀ କଣ କୁନି ମାଉସୀ ଜୟନ୍ତୀ କି ବାସମାସୀ ଜୟନ୍ତୀ ଜୟନ୍ତୀ ହଉଛି ବାସମାସୀ ନା ଜୟନ୍ତୀ କି ସୁକାନ୍ତି ନାଇଁ ତମର ହେଲେ ବଡ ହେଲେ ସଚଳା ସଚଳା ତାପରେ ନାଇଁ ସଚଳା ପରେ ଶାନ୍ତଳା ଶାନ୍ତି ହଁ 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 ଆଚ୍ଛା ହଉ ତମକୁ ତାହେଲେ କେତେ ବର୍ଷ ହେଲାଣି ଏବେ 100ରୁ 5 କମ ସମସ୍ତେ ଜନ୍ମ ହେଇକି ହଁ ଝୋଳ କାମ ଭୋଜନ କରି 16ଟା ଜନ୍ମ କରିଛନ୍ତି ସବୁ ମରିଗଲେ 2 ଜଣ ଖାଲି ଥିଲେ ବାଟ ଚାଲିକି ଆସିକି ହଁ ହଁ ଆଚ୍ଛା ଆଉ ଯୋଉ ଥିଲେ ଡୁଙ୍ଗୁରୁ ମାମୁ ନା କିଏ ନଥିଲେ ସେ କିଏ ଡୁଙ୍ଗୁରି ମାମୁ ନା କିଏ ଥିଲେ ଓଲ୍ଡଟାଉନରେ ଯୋଉ ସେ ଡୁଙ୍ଗୁରି ଭାଇ ନା ଡୁଙ୍ଗି ହଁ 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 ଆଚ୍ଛା ତାଙ୍କ ଝିଆରୀ ନା ଝିଅ ପୁତୁରା ତାଙ୍କ ଘର ପଙ୍ଗାର ସିଂହି ଆଚ୍ଛା ହଁ ହଳଦିଆ ସେ ମାନସମ ଘରୁ ଯାଉ କି ମାନସମ ଘରକୁ ମାନସ ମାମୁ ଘର ତ ମାନସ ମାମୁ ଯୋଉ ମେଡିସିନ ଷ୍ଟୋର ତାଙ୍କର ଅଛି ଔଷଧ ଦିଅନ୍ତି ହଁ 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 ସେଠି କାହିଁ ଯାଅ ହଳଦିଆ କାହିଁ ଯାଅ ହଁ ଚାଲିକି ଯାଅ ଚାଲିକି ଯାଅ ହଳଦିଆ ବନ୍ଧ ଚାଲିକି ଯାଅ ନଦୀ ବାଲିରେ ପୁରୀ ଆଜି ସକାଳେ ପୁରୀ କଥା କହୁଛି ହଉ ରଖିଦେବେ।